ଅଧା ବଗି ଛାଡ଼ି 2 କିଲୋମିଟର ଚାଲିଗଲା ମାଲବାହୀ ଟ୍ରେନ୍। ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ରେଳପଥର ଅମର୍ଦା ରୋଡ଼ ଷ୍ଟେସନଠାରୁ କିଛି ଦୂର ଦକ୍ଷିଣ କେବିନ୍ ନିକଟରେ 16ଟି ବଗି ନେଇ ଇଞ୍ଜିନ୍ ଚାଲିଯାଇଥିବା ବେଳେ 14ଟି ବଗି ରହିଯାଇଥିଲା। ଆଜି ଅପରାହ୍ନରେ ମାଲବାହୀ ଟ୍ରେନ୍ଟି ଖଡ଼ଗପୁରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଅମର୍ଦା ଷ୍ଟେସନରୁ କିଛି ଦୂରରେ ଦକ୍ଷିଣ କ୍ୟାବିନ୍ ନିକଟରେ କୌଣସି କାରଣବଶତଃ ଟ୍ରେନ୍ରୁ 14ଟି ବଗି ଅଲଗା ହୋଇଯାଇଥିଲା। ଅନ୍ୟ 16ଟି ବଗି ଇଞ୍ଜିନ୍ ସହ ଚାଲିଯାଇଥିଲା। 2 କିଲୋମିଟର ଯିବା ପରେ ଲୋକ ପାଇଲଟ ଜାଣିପାରି ଟ୍ରେନ୍କୁ ଅଟକାଇବା ସହ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ। ତୁରନ୍ତ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ମରାମତି କରି ବଗିଗୁଡ଼ିକ ଟ୍ରେନ୍ରେ ଲଗାଇଥିଲେ। ପ୍ରାୟ 1 ଘଣ୍ଟା ପର୍ଯ୍ୟନ୍ତ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମରାମତି ପରେ ଏବେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର।